ସ୍ତ୍ରୀ ମୋହ ଛାଡ଼। ସ୍ତ୍ରୀ କହୁଛି 50 ଟଙ୍କା ଦେ, ମୋ ପାଖରେ ନାହିଁ 30 ଟଙ୍କା ଅଛି, କେଉଁ ବାଟେ ତୋତେ ଦେବି? ହେଇପାରିବନି। ଆଉ ସବୁଠୁ ଆଉ ଗୋଟିଏ କଥା ଅଛି କ'ଣ, ଯେ ତୁମେ ଆଉ ଗୋଟିଏ କଥା ଅଛି କ'ଣ, ସ୍ତ୍ରୀକି ସବୁ ଧରେଇ ଦିଅ, ମାନେ ଦେଖିବ। ଆଉ ସେ ତା ଭଉଣୀ ବାହାଘର ପାଇଁ ତୋତେ ପଚାରି ପାରିବେ କି? ତେଣୁ ତୋତେ ବା ଦେଇଛି, ତୋତେ କେଉଁ ଲୋନ୍ କରେଇବେ ନା, ସେଗୁଡ଼ାକ ତୁ ତୋର କରୁନୁ, ତୋର ବୁଝିବୁ। ମୁଁ ଲୋନ୍ କରିପାରିବି? ମୁଁ କାହିଁ ଲୋନ୍ କରିବି? କ'ଣ ବୁଝିପାରୁଛୁ କି? ଗୋଟିଏ ଭାଇ ବୋହୂ ମୋର ଅଛି, ବୁଝିପାରୁଛୁ କି? ସିଏ ତା ସ୍ୱାମୀଟି ହେଉଛି କଣ୍ଡକ୍ଟର, ବସ୍ କଣ୍ଡକ୍ଟର ଅଛି। ସେ ପଇସା ପତ୍ର ଦିଏ, ଇଏ ଆରାମସେ ଚଳେ। ସିଏ କାହିଁ, ସିଏ ପଇସା ଦେଇକି ଆଉ ବୁଝେ ନା ଯେ ତା ସ୍ତ୍ରୀ କ'ଣ କରୁଛି। ପଇସା ଦେବ ଯେ ହିସାବ ନିଏ ନା, ଆଉ ସିଏ ତାର କରୁଛି। ଦିନକର ଘଟଣା, ବସ୍ ହେଲା ଆକ୍ସିଡେଣ୍ଟ, 15 ଜଣ ଲୋକ ମରିଗଲେ। ଇଏ କଣ୍ଡକ୍ଟର ଯେ ଇଏ କ'ଣ କଲା, ତା ହାଡ଼ ଗୋଡ଼ ସବୁ ଭାଙ୍ଗଲା ପଡ଼ିକିରି ବସ୍ରୁ। ସେଠୁ ଗଲା ମାନେ ମେଡ଼ିକାଲ ଗଲା, ଭଲ ଭଲ ହେଇକିରି କିଛି ଭଲ ଭଲ କ'ଣ କିଛି ଭଲ ଭଲ ହେଇନି। ତାପରେ ଆସିକି ପହଞ୍ଚିଲା ପରେ ସେଠୁ ଦେଖିଲା ବେଳକୁ ଘରକୁ ସବୁ ଆସିକି ତାଙ୍କ ଗାଁରୁ 5-7 ଜଣ ଲୋକ ଆସିକି ବସିଲେ। କି କ'ଣ ଘଟଣା କ'ଣ ନା, ଟଙ୍କା ନେବ। କି ଟଙ୍କା ନା, ସେ ଜଲି ତା ସ୍ତ୍ରୀ ନା, ଜଲି ଆମଠୁ ଟଙ୍କା ନେଇଛି। କିନ୍ତୁ ଟଙ୍କା ନେଇଛି କି ମୁଁ ତ ଜାଣିନି। ନା ସେ ନେଇଛି କି କାଠୁ 50,000, କାଠୁ 60,000, 7 ଲକ୍ଷ ଟଙ୍କା ଲୋନ୍ କରିଛି, ମାତ୍ର 7 ଲକ୍ଷ ଟଙ୍କା ଲୋନ୍ କରିଛି। ୟାର ତ ଗୋଡ଼ ଭାଙ୍ଗଲାଣି, ପଇସାଟେ ନେଇ ଦେବ କିଏ? ସେ ତ ତାର ଲୋନ୍ କରିଛି। କାହିଁକି ଲୋନ୍ କରିଛି ସେ କାରଣଟା ପଛରେ କହିବି। ସେଠୁ ମାନେ ତୋଠୁ ଆଣିଲା ମାନେ 5 ଟଙ୍କା ନା, 5 ଟଙ୍କା ହେଲା। ତୁ ଯେତେବେଳେ ମାଗିଲୁ ତାଠୁ 10 ଟଙ୍କା ଆଣିକି ତୋତେ 10 ପଇସା ତାକୁ ଦେଇଦେଲା। ସିଏ ନେବ 10, ତୋତେ ଦେଇଦେଲା, ତୁ ଶାନ୍ତି। ସିଏ ନେବ କେତେ? 10। ସିଏ ଯେତେବେଳେ 10 ମାଗିଲା, ଆଉ ଜଣଠାରୁ ନେଇ ଆସିଲା 15, ଧୀରେ ଧୀରେ ବଢ଼ିଲା। ଏମିତି ସବୁ ନରଫର କରିକି ସବୁ 7 ଲକ୍ଷ ଟଙ୍କା ହେଇଯାଇଛି। ହେଇଗଲା ପରେ ସେଇଠୁ କହିଲା କ'ଣ କରିବି ମୁଁ, ଆଉ ଏକରେ ତ ଗୋଡ଼ ହାତ ଭାଙ୍ଗି ଯାଇଛି, ମୁଁ ମରିଯିବି। ଆଉ ମୁଁ ସେଇଠୁ ଫୋନ୍ କରି ମୁଁ କହିଲି, ଅନାନି ଯିବି ଯଦି କାନକୁ ମୋଡ଼ିକି 2-4 ଚାପୁଡ଼ା ପକେଇବି, ପଳିଆ ଟିକେ ପଳିଆ ମଠକୁ ଦେଖିବା। ସେଇଠୁ କ'ଣ କଲା ନା, ସେଇ ଛୋଟି ମୁଟିକିରି ଯେଉଁ ଗାଡ଼ି, ଛୋଟା ଗାଡ଼ି ଧରିକି, ଗୋଟେ କାର୍ ଧରିକି ଆସି ପହଞ୍ଚିକି ଏଇଠୁ ଛୋଟି ଗୋଟେ ବହୁତ କଷ୍ଟ ଆସିକି ଗୋଡ଼ ତଳେ ପଡ଼ି କାନ୍ଦିଲା। ବସ୍ ଏଠି ବସ୍। ତାପରେ ଦେଖିବା, ମୁଁ ଏଇ କମ୍ପ୍ୟୁଟର କରୁଛି ନା, ମୁଁ ଡାକୁଛି ତୁ ଲେଖେ, ମୁଁ କମ୍ପ୍ୟୁଟରରେ ଡିଟିପି କରିବି। ଆଗେ କର, କାମଟା କର, ତାପରେ ଦେଖିବା। ତା'ମାନେ ମନଟା ଏଠି ପୁରେଇ ଦେଲି। ମନଟା ଯେମିତି ପୁରେଇ ଦେଲି, ସେଠୁ ରହିସାରିଲା ପରେ 1 ମାସ ରହିଲା। 1 ମାସ ଭିତରେ ଖାଲି ମାଇଣ୍ଡଟାକୁ ୱାଶ୍ କରିଦେଲି, ବୁଝିକି ମାଇଣ୍ଡ ୱାଶ୍ କରିଦେଲି। ମୁଁ ଚାଲିଯା ଘରକୁ ଚାଲିଯା। ସରପଞ୍ଚ, ଗାଁ ଲୋକ ସମସ୍ତଙ୍କୁ ଡାକି ଆଣିବୁ, କହିବ ଆଜ୍ଞା ମୁଁ ତ ଲୋନ୍ ଫୋନ୍ କରିନି, ମୋ ସ୍ତ୍ରୀ କହିଛି। ମୋ ସ୍ତ୍ରୀ ବି ମୋତେ ଜଣେଇନି, ଆଉ ସେମାନେ ବି ମୋତେ କେବେ କହିନାହାନ୍ତି, ଆଜି ଆସିକି ପହଞ୍ଚନ୍ତି। କରିଦେ, ପଇସା ଦେବି, ସୁଧ ଦେଇପାରିବିନି। ସବୁ ମୂଳେ ଦେବି, ସୁଧ ଦେବିନି। କେତେବେଳେ? ମୁଁ ଭଲ ହେଲେ, ମୋ ଖୁସିରେ ଯେଉଁ ଦିନ ମନ ହେବ ମୁଁ ଧୀରେ ଧୀରେ ଦେବି, ସବୁଦିନେ ଦେଇପାରିବିନି। ସେଇଆ କହିଲା। ଲେଖାପଢ଼ି ହେଲା, ଲୋକ ତାଙ୍କର ବାଟରେ ମାନେ ଚାଲିଗଲେ। ବାଡ଼ିରେ ସେଇଠୁ କ'ଣ କର ନା, ଜଣେ ଲୋକ ଗୋଟେ ବିରାଟ ବଡ଼ ଜମି ଖଣ୍ଡେ ଦେଲା, ବହୁତ ଦାମର ଜମି, ଢିଅ ଜମି ଗୁଡ଼ାକ। କହିଲା ଏଠି ତୁ ଚାଷ କରିକିରି ଚଳ। ସେ ଚାଷ କଲା, ଚାଷ କରି ସେ ଚାଷ ପଇସାରେ ତାଙ୍କୁ ସବୁ ସୁଝିଲା। ସେଇ ପଇସାରୁ ଉଠେଇ ସେ ଲୋକକୁ ପଇସା ଦେଇ ସେ ଜମି ଖଣ୍ଡକୁ ନିଜର କଲା। ବର୍ତ୍ତମାନ ସେ ଆରାମସେ ରହିଛି। ସବୁ ଜିନିଷ ଅଛି ଜଗତରେ, କିନ୍ତୁ କୌଶଳ, ବୁଝିଲେ କି? ଯୋଗ କର୍ମସୁ କୌଶଳମ୍। ଯେମିତି କର୍ମର କୌଶଳକୁ ଯୋଗ କୁହାଯାଏ, ସେମିତି ସଂସାରରେ କର୍ମର କୌଶଳକୁ ତୁମେ ଯଦି ଅବଲମ୍ବନ କରିବ, ତାହେଲେ ତୁମେ ଠିକ୍ ମଜା ନ ତ ବୁଝୁଥିବ, ବରବାଦ ହେଉଥିବ, ଜୀବନ ସାରା ବରବାଦ ହେଉଥିବ। କ'ଣ ବୁଝିପାରୁଛୁ କି? ଜୀବନ ସାରା ବରବାଦ ହେଉଥିବ। ଆଉ ଯଦି ଚଲିବ, ଜୀବନ ସାରା ଶାନ୍ତିରେ ଚଳିବ ରହିଲେ। କିନ୍ତୁ ମାନିବେ ନାହିଁ, ମନର କଥା ମାନିବେ ନାହିଁ। ମନ ଇଆଡ଼ୁ ସିଆଡ଼ୁ ଟକ ହେଉଥିବ, 5-3ଟା ଜିନିଷ କାମ। ଟଙ୍କାଟା ମୋର ପାଖରେ ଟଙ୍କାଟା ଅଛି, 10 ଟଙ୍କାର ଜିନିଷ କାମ ଆସିବ କେଉଁଠୁ? ଆଉ 9 ଟଙ୍କା ତା ପାଖକୁ ଧାର କରିବୁ? ଲୋନ୍ କରିବ ନାହିଁ। ଯେତିକି ଅଛି ସେତିକିରେ ଚଳିବି, ମରିଯିବି ପଛକେ ଲୋନ୍ କରିବିନି, ଭିକ ମାଗେ ପଛକେ ଲୋନ୍ କରିବିନି, ସେତିକିରେ ଚଳିବି। କରୁଣା ଦିନ ଆସିବ, ତୁମେ ସବୁଠୁ ମାନେ ଧନୀ ହେଇଯିବ। ଧନଟାକୁ ଧରି ପକେଇଲେ ତୁମେ ଧରିବ, ଧନଟା ଉଡ଼ୁଛି, ସେ ଫୁସପୁଣି ଉଡ଼ି ପଳେଇବ ନା, ସେ ଧରା ଦେବ। କ'ଣ ବୁଝିବି? ସଦ୍ଭାବୋ ନାସ୍ତି ବେଶ୍ୟାନାଂ, ସ୍ଥିରତା ନାସ୍ତି ସମ୍ପଦମ୍, ବିବେକୋ ନାସ୍ତି ମୂର୍ଖାଣାଂ, ବିନାଶୋ ନାସ୍ତି କର୍ମଣାମ୍। ସଦ୍ଭାବ ନାସ୍ତି ବେଶ୍ୟାନାଂ। ବେଶ୍ୟାରେ କେବେ ସଦ୍ଭାବ ନାହିଁ। ନିଜ ସହଧର୍ମିଣୀ ସ୍ତ୍ରୀର ଯେଉଁ ଭାବ, ସେ ଭାବଟା ତୁମେ ବେଶ୍ୟାଙ୍କ ଠାରୁ ପାଇବ ନାହିଁ। ସଦ୍ଭାବ ନାସ୍ତି ବେଶ୍ୟାନାଂ। ବେଶ୍ୟା କାହିଁକି ଭାବ କରେ? କେବଳ ଟଙ୍କା ପାଇଁ।
କ'ଣ ବୁଝିଲେ କି? ସ୍ୱଭାବ ନାସ୍ତି ବେଶ୍ୟା ନାମ। ଆଉ କ'ଣ? ସ୍ଥିରତା ନାସ୍ତି ସମ୍ପଦାମ। ଧନର କେବେ ସ୍ଥିର ନାହିଁ। ତୁ 5 ଟଙ୍କା ନେଇକି ଯାଇଛୁ ବଜାରକୁ, କହିବୁ ସେ 5 ଟଙ୍କାକୁ ଧରିକି ଆସିକି ପହଞ୍ଚିବ, ହେବ ନାହିଁ। ସେଥିରୁ 2-3 ଖର୍ଚ୍ଚ ହେଇଯିବ ନା। ଆଉ ଧନର କେବେ ସ୍ଥିର ନାହିଁ। ଆଉ କ'ଣ? ବିବେକ ନାସ୍ତି ମୂର୍ଖାଣାଂ। ମୂର୍ଖର କେବେ ବିବେକ ନାହିଁ। ତୁ ଯେତେ ବି କହିବୁ ତାର ବିଚାର ଶକ୍ତି ନାହିଁ, ମୋଟେ ସେ ବୁଝିପାରିବ। ଯାହା କହ ତୁ, ମୋଟେ ସେ ବୁଝିପାରିବ। ବିନାଶ ନାସ୍ତି କର୍ମଣାମ। କାମର କେବେ ଶେଷ ନାହିଁ। କହିବୁ ମୁଁ କାମ ସାରି ଦେଇକି ଯିମି ବାବାଙ୍କ ପାଖକୁ, ହେବ ନାହିଁ। ପୁଣି ଗୋଟେ କାମ ସରିଲା ଆଉ ଗୋଟେ କାମ ଆସେ। ତୁ ସମୁଦ୍ର ଢେଉ ଭଳିଆ କାମ ହେଉଛି କ'ଣ? ତାର ବିନାଶ ନାହିଁ, ଗୋଟେ ପରେ ଗୋଟେ ଉଠିବ। ତେଣୁ ତାରି ଭିତରେ ତୁମକୁ ମୁଣ୍ଡ ଖର୍ଚ୍ଚ କରିକିରି ସବୁ କାମ କରିବାକୁ ପଡ଼ିବ। କ'ଣ ବୁଝୁଛି? ବାବା ଡାକୁଛନ୍ତି, ଆରେ କ'ଣ କରିବା 12 ତାରିଖ ଦିନ ମେଳାଟା ଟିକେ ଆସିବୁନି? ନାଇଁ ଆଜ୍ଞା, ମୋତେ ଟାଇମ୍ ମୋଟେ ନାହିଁ। କହିଲା ଟାଇମ୍ ନାହିଁ ବୋଲିକି ରାତିରେ ପୁଅକୁ ଡାଇରିଆ ହେଲା। ସକାଳୁ ଯେଉଁ ତାଟେ ଗଲୁ, ଟାଇମ୍ ହେଲା ନା ନାହିଁ? ଆସିଲା କେଉଁଠୁ? ବାବାଙ୍କୁ ମନା କରିଦେଲୁ ଟାଇମ୍ ନାହିଁ, କାହିଁକିନା ଏଇଟା ଗୁରୁତ୍ୱ ନୁହେଁ। କିନ୍ତୁ ପୁଅର ଡାଇରିଆ ଯେତେବେଳେ ହେଲା ଗୁରୁତ୍ୱ ପଡ଼ିଲା, ଗଲୁ ନା ନାହିଁ? ବାସ୍। ତେଣୁ ସେଇଭଳି ପ୍ରକାରର ଆମର ଯେଉଁ ସାଧୁ ସନ୍ନ୍ୟାସୀ ଈଶ୍ୱର ମଠବାଡ଼ି, ଆଙ୍କୁ ଯଦି ସେଇଭଳି ପ୍ରକାର ଗୁରୁତ୍ୱ କରିବ, କମିଲେ କି? ସଂସାରରେ ଏଗୁଡ଼ାକ ସବୁ ଗୌଣ୍ୟ, କିନ୍ତୁ ଈଶ୍ୱର ଚିନ୍ତା ହେଉଛି ମୁଖ୍ୟ। ଆଉ ସବୁଗୁଡ଼ାକ ହେଲା ଗୌଣ୍ୟ। ଏତିକି ଯଦି ଚିନ୍ତା କରିବ ତାହେଲେ ତୁମେ ଆସିପାରିବ, ନହେଲେ ଆସିପାରିବନି। ନ ଆସିଲେ ପ୍ରଭୁ କୃପାରୁ କ'ଣ ବଞ୍ଚିତ ହେଲ? ମୋ କଥା କ'ଣ ବୁଝିପାରୁଛି? ତେଣୁ ସବୁଗୁଡ଼ାକ ତୁମେ ଚିନ୍ତା କରିକିରି ବିଚାର କରିକି କର, ସମାଜରେ ସୁଖୀ ହେବ। ତୁମେ କେମିତି ସମାଜରେ ସୁଖରେ ଜୀବନଯାପନ କରିବ ତା'ର କୌଶଳ ଏ ବିଷୟରେ ବାବା ତୁମକୁ କହିଦେଲା, ହେଲା? ଏମିତି କର ଯା। ଓମ୍ କ୍ଲିଂ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍। ଯା, ଯେତିକି ବୁଝିଲ ସେତିକି ବୁଝିବାଜିକି ଯା।